आज ମୁଁ ଆପଣମାନଙ୍କୁ ଏକ କ୍ଷୁଦ୍ର କାହାଣୀ କହିବି ଆଉ ସେ କାହାଣୀ ମାଧ୍ୟମରେ ମୁଁ କିଛି ଶିକ୍ଷା ଆଡ଼କୁ ଗତି କରିବି। ଆସନ୍ତୁ। ଜଣେ ସାଧୁ ବାବା ଥିଲେ। ସମୟ ଦ୍ୱିପ୍ରହର, ବୈଶାଖ ମାସ ଟାଣ ଖରା। ରାସ୍ତାରେ ଯିବା ସମୟରେ ଗୋଟିଏ ବରଗଛ ଦେଖିଲେ ଆଉ ସେଇ ବରଗଛ ମୂଳରେ କିଛି ସମୟ ଛାଇରେ ଠିଆ ହେଲେ। ବହୁତ ସୁନ୍ଦର ପବନ ହେଉଥାଏ। ସେ ପବନରେ ଠିଆ ହେବା ପରେ ସେ ଚିନ୍ତା କଲେ, ଖଟିଆଟେ ଯଦି ଏଇଠି ଥାଆନ୍ତା ତାହେଲେ ମୁଁ ଖଟିଆରେ ଟିକେ ଆରାମରେ ଶୋଇ ପଡ଼ିଥାନ୍ତି। ସେ ବୁଲି ଦେଖିଲେ ଖଟିଆଟି ତାଙ୍କ ପଛରେ ଥୁଆ ହେଇଛି। ସେ ଖଟିଆରେ ଟିକେ ଗଡ଼ି ପଡ଼ିଲେ ଆଉ ଭାବିଲେ, ନା ଗୋଟେ ଖଟିଆରେ ଯଦି ଗଦି ପଡ଼ିଥାନ୍ତା ମୋତେ ଟିକେ ଆରାମ ଲାଗିଥାନ୍ତା। ସଙ୍ଗେ ସଙ୍ଗେ ସେ ଦେଖିଲେ ଯେ ସେ ଏକ ଗଦି ଉପରେ ଶୋଇଛନ୍ତି। ସେଇଠୁ ସେ ଚିନ୍ତା କଲେ, ଗୋଟିଏ ଉପାଧାନ ବା ତକିଆ ଥାନ୍ତା କି, ପୁରା ସୁନିଦ୍ରାରେ ମୁଁ ଶୋଇପଡ଼ନ୍ତି। କିଛି କ୍ଷଣ ତ ଶୋଇପଡ଼ନ୍ତି। ସଙ୍ଗେ ସଙ୍ଗେ ଦେଖିଲେ ତାଙ୍କ ମସ୍ତକ ତଳେ ଏକ ସୁନ୍ଦର ତକିଆ ଥୁଆ ହେଇଛି। ସେ ବହୁତ ସମୟ ଧରି ଶାନ୍ତିରେ ଶୋଇପଡ଼ିଲେ। ସୁଲୁସୁଲିଆ ପବନ ହେଉଥାଏ। ଶୋଇ ଉଠିବା ପରେ ସେ କ୍ଷୁଧା ଅନୁଭବ କଲେ। ଭାବିଲେ, ମୋତେ କିଛି ସୁସ୍ୱାଦୁ ଖାଦ୍ୟ ମିଳନ୍ତା କି। ସେ ଜାଣିବା ପାଇଁ ପାଇଲେ ତାଙ୍କ ଖଟିଆ ଉପରେ ଗୋଟେ ପ୍ଲେଟ୍ରେ ସୁସ୍ୱାଦୁ ଖାଦ୍ୟ ଥୁଆ ହେଇଛି। ସେ ଅତି ଆନନ୍ଦରେ ଖାଇଲେ। ଖାଇସାରିବା ପରେ ସେ ଭାବିଲେ, କିଛି ସୁଶୀତଳ ଜଳ ମିଳନ୍ତା କି। ଗୋଟେ ସୁନ୍ଦର ପାତ୍ରରେ କିଛି ଥଣ୍ଡା ପାନୀୟ ତାଙ୍କ ପାଖେ ଥୁଆ ହେଇଥିବାର ସେ ଦେଖିଲେ। ସେ ଜଳପାନ କଲେ। ଚିନ୍ତା କଲେ, ମୁଁ କ'ଣ ଯାହା କହୁଛି ତା ସଙ୍ଗେ ସଙ୍ଗେ ମିଳିଯାଉଛି? ଏଇଟା କିଛି ଅସୁବିଧା ଜାଗା ନୁହେଁ ତ? ଏଇଟା ତ ଜଙ୍ଗଲ ଭଳିଆ ହେଇଛି। ମୋତେ ବାଘ ବାହାରିବନି ତ ଏଇଠି? ମୋତେ ବାଘ ବାହାରି ଖାଇଦେବନି ତ? ଦେଖୁ ଦେଖୁ ସତରେ ସତରେ ତାଙ୍କ ଆଗରେ ଆସି ଏକ ବାଘ ଠିଆ ହେଲା। ସେ ପୁରା ଭୟଭୀତ ହୋଇଗଲେ ଆଉ ଭାବିଲେ, ଏ ବାଘ ମୋତେ ଖାଇଦେବନି ତ? ସଙ୍ଗେ ସଙ୍ଗେ ବାଘ ତାଙ୍କୁ ଗିଳିଦେଲା। ଦେଖନ୍ତୁ ଫ୍ରେଣ୍ଡ, ଯେତେବେଳେ ଯାଏଁ ସେ ପଜିଟିଭ୍ ଥିଙ୍କରେ ଥିଲେ, ପଜିଟିଭ୍ ଥଟ୍ରେ ଥିଲେ, ସେତେବେଳେ ଯାଏଁ ସେ ଯାହା ଚାହୁଁଥିଲେ ସେଇଆ ହେଉଥିଲା। ଏବଂ ଯେତେବେଳେ ତାଙ୍କ ମୁଣ୍ଡରେ ନେଗେଟିଭ୍ ଥଟ୍ ପଶିଲା, ସେତେବେଳେ ସତକୁ ସତ ବାଘ ଆସିଲା ଏବଂ ତାଙ୍କୁ ଖାଇଦେଲା। କିନ୍ତୁ ସେ ଯଦି ଚିନ୍ତା କରିଥାନ୍ତେ, ପ୍ରଭୁ ମୋତେ ତ ସବୁ ଦେଲ, ମୋତେ ଘରେ ନେଇ ଟିକେ ପହଞ୍ଚେଇ ଦିଅ, ତାହେଲେ ବି ଭଗବାନ ତାଙ୍କୁ ଘରେ ନେଇ ପହଞ୍ଚେଇ ଦେଇଥାନ୍ତେ। କିନ୍ତୁ ତାଙ୍କର ନେଗେଟିଭ୍ ଥଟ୍ ଆସିଲା ଏବଂ ନେଗେଟିଭ୍ ଥଟ୍ ଏପରି ଏକ ଜିନିଷ, ସେ ସବୁବେଳେ ମଣିଷକୁ ନିମ୍ନଗାମୀ କରେ, ଊର୍ଦ୍ଧ୍ୱକୁ ଯିବା ପାଇଁ ଦେବ ନାହିଁ। ସେ ଏତେ ଭାରାକ୍ରାନ୍ତ କରିବ ଶରୀରକୁ, ଆପଣ ଏତେ ବଡ଼ ବୋଝ ବୋହି ଆଉ ପଜିଟିଭ୍ ଦିଗରେ ଯାଇପାରିବେ ନାହିଁ। ବାସ୍ତବରେ ସେଇଟା ଥିଲା କଳ୍ପବଟ ଏବଂ କଳ୍ପବଟ ମୂଳରେ ଠିଆ ହୋଇ ଯିଏ ଯାହା ମାଗେ ତାକୁ ମିଳିଯାଏ। ସେ କଥା ସେ ଜାଣିନଥିଲେ। ସେ ଯେତେବେଳେ ଯାଏଁ ଯାହା ମାଗୁଥିଲେ ପଜିଟିଭ୍ ଥଟ୍ରେ ତାଙ୍କୁ ମିଳୁଥିଲା। ସେ ତ ନିଜେ ଜାଣି ଜାଣି ସାପ ପାଟିରେ ହାତ ପୂରେଇଛନ୍ତି। ବାଘ ବାହାରିବ କି ବାଘ ବାହାରିଲା, ବାଘ ମୋତେ ଖାଇଦେବ କି ବାଘ ଖାଇଦେଲା। ତେଣୁ ସବୁବେଳେ ଆମେ ପଜିଟିଭ୍ ଥଟ୍ରେ ଚାଲିବା, ଆଉ ଯାହାଦ୍ୱାରା ଆମକୁ ଊର୍ଦ୍ଧ୍ୱଗାମୀ ହେବାରେ ତାହା ସାହାଯ୍ୟ କରିବ। ତେଣୁ କେବେ ଆମେ ନେଗେଟିଭ୍ ଥଟ୍ କରିବା ନାହିଁ। ଧନ୍ୟବାଦ।